ଜୟ ମା ଦୁର୍ଗା। ଆପଣମାନଙ୍କୁ ନବରାତ୍ରର ଅନେକ ଅନେକ ଶୁଭେଚ୍ଛା। ଦୁର୍ଗା ମାଙ୍କର କୃପା ଆପଣ ଓ ଆପଣଙ୍କ ପରିବାର ଉପରେ ସବୁବେଳେ ଲାଗି ରହିଥାଉ। ଆଜି ମୁଁ ଅଷ୍ଟମୀ ଓ ନବମୀ ଉପରେ ଅତି ସରଳ ପୂଜା ଭିଡ଼ିଓ ଆଣିଛି। କେତେଜଣ ଅଷ୍ଟମୀ ଓ କେତେଜଣ ନବମୀ ଦିନ କନ୍ୟା ପୂଜା କରିଥାନ୍ତି। ଯେବେ କଲେ ମଧ୍ୟ ମାଙ୍କୁ ପ୍ରଥମେ ପୂଜା କରିବେ, ତାପରେ ଯାଇ କନ୍ୟା ପୂଜା କରିବେ। ଆଜି ଆମେ ସେହି ପୂଜା ବିଷୟରେ ଏହି ଭିଡ଼ିଓରେ ଜାଣିବା। ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଗୋଟିଏ କଥା କହିବି, ମୁଁ ଏ ବର୍ଷ ୟୁଟ୍ୟୁବ ଆରମ୍ଭ କରିଛି। ମୋ ଭିଡ଼ିଓ ଦେଖି ବହୁତ ଜଣ ବହୁତ କମେଣ୍ଟ କରିଛନ୍ତି। କମେଣ୍ଟ ଦେଖି ମଧ୍ୟ ମୁଁ ବହୁତ ଖୁସି ଅଛି। ଖାଲି ଆପଣମାନେ ଟିକେ ସପୋର୍ଟ କରନ୍ତୁ। ଦୟାକରି ଆମର ଭକ୍ତି ବିଚାର ଚ୍ୟାନେଲକୁ ସବସ୍କ୍ରାଇବ କରି ରଖନ୍ତୁ। ଏତିକି ଆପଣମାନଙ୍କୁ ମୋର ଅନୁରୋଧ ରହିଲା। ଆପଣଙ୍କୁ ଯାହା ଅବୁଝା ରହିବ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ମୁଁ ସମସ୍ତଙ୍କୁ ନିଶ୍ଚୟ ରିପ୍ଲାଏ ଦେବି। ସକାଳେ ଉଠି ସ୍ନାନ ଶୌଚ ସାରି ପ୍ରଥମେ ମାଙ୍କର ସ୍ପେଶାଲି ଭୋଗ ପ୍ରସ୍ତୁତି କରିବେ। କ'ଣ କ'ଣ ସେ ଭୋଗ କରିବେ? ସୁଲି ଚଣା ନିହାତି କରିବେ, ଆଉ ମାଙ୍କ ପ୍ରିୟ କ୍ଷୀରି, ପୁରୀ ଏସବୁ, ଆଉ ତରକାରୀ ଆଉ ଅନ୍ୟ ସାମଗ୍ରୀ କ'ଣ କରିଥିବେ ମଧ୍ୟ ବୁଝିପାରିବେ। ଏସବୁ ହେଉଛି ମାଙ୍କର ପ୍ରିୟ ଜିନିଷ, ଖାଦ୍ୟ ଜିନିଷ। ତେଣୁ ଏଇଭଳି ପୁରୀ, କ୍ଷୀରି, ଚଣା ନିହାତି ଆଇଟମ୍ ବନେଇବେ। ପ୍ରଥମେ ନବରାତ୍ର ପୂଜା ଯେଉଁଠି କରିଥିବେ ସେଠି ମାଙ୍କ ପାଖକୁ ଯାଇ ମାଙ୍କର ବାସି ଫୁଲ, ଚାଉଳ, ସିନ୍ଦୁର ସବୁକୁ ବାହାର କରିଦେବେ। ଏ ସ୍ଥାନକୁ ଭଲସେ ସଫା କରିଦେବେ। କୁମ୍ଭର ମଧ୍ୟ ବାସି ଫୁଲ ବାହାର କରିଦେବେ। ଗଜରୁ ମଧ୍ୟ ବାହାର କରିଦେବେ। ଭଲ ଭାବରେ ସଫା କରିଦେବେ। ଜଳ ସିଞ୍ଚନ କରିବେ, ତାପରେ ଫୁଲରେ ସଜାଇ ଦେବେ। ଏବେ ଗଣେଶଙ୍କୁ ଆଉ ମାଙ୍କୁ ଚନ୍ଦନ ସିନ୍ଦୁରରେ ଟୀକା ଦେଇଦେବେ। ତାପରେ ଚାଉଳ ଟିକେ ମଧ୍ୟ ଲଗାଇଦେବେ। ପ୍ରଥମ ଦିନ ଯଦି ମାଙ୍କର ଶୃଙ୍ଗାର ଦ୍ରବ୍ୟ ରଖିନଥିବେ, ଆଜି ମଧ୍ୟ ରଖିପାରିବେ। ମୁଁ ଏସବୁ ସଫା କଲାବେଳେ କାଢ଼ି ଦେଇଥିଲି, ଫୁଲ, ଦୁବ, ବାସି ଫୁଲ ଏସବୁ କାଢ଼ିଲା ବେଳେ ପୁଣି ଥରେ ରଖିଦେଲି। ଯଦି ଏସବୁ କିଛି ନ ମିଳେ ତାହେଲେ ଚୁଡ଼ି 9 ପଟ ଆଉ ସିନ୍ଦୁର ଆଉ କାଜଲ ଟିକେ ରଖିପାରିବେ। ଏବେ ମାଙ୍କ ପାଇଁ ଯେଉଁ ସ୍ପେଶାଲ ଭୋଗ ବନେଇଥିଲେ ତାହା ପୁଣି ଏବେ ମାଙ୍କ ପାଖରେ ରଖିଦେଲି। ଏହି ପୂଜାରେ ମାଙ୍କ ପାଇଁ ପଣା ଭୋଗ ନିଶ୍ଚିତ କରିବେ। ଆପଣ ଯାହା ମିଳିବ ତାହା କରିବେ। ନବାତ ହଉ, ଚିନି ହଉ, ପଞ୍ଚାମୃତ ମଧ୍ୟ କଲେ ହେବ। ମୁଁ ଆଜି ଏଠି ଦହି ପଣା ଟିକେ ବନେଇଛି, ମାଙ୍କ ପାଖରେ ରଖିବେ। ଆଉ ପିଠା ମଧ୍ୟ କରିପାରିବେ। ପିଠା କରିବା ତ ବହୁତ କଷ୍ଟ, ମାନେ ମିଠା ଟିକେ ମଧ୍ୟ ଆଣିକି ମାଙ୍କ ପାଖରେ ଭୋଗ ବାଢ଼ି ପାରିବେ। ତାପରେ ମାଙ୍କ ପାଇଁ ପାନଟିଏ ମଧ୍ୟ ଦେବେ। ପାନରେ ଗୁଆ, ଅଳେଇଚ, ଲବଙ୍ଗ ଏସବୁ ରଖି ମାଙ୍କୁ ପାନ ଭୋଗ ଭାରି ପ୍ରିୟ, କାରଣ ମାଙ୍କ ପାଟି ସୁଗନ୍ଧିତ ବାସ୍ନା। ଏଠି ପାନଟିଏ ମଧ୍ୟ ଦେବେ। ଯେତିକି ଆପଣ ଏବେ ପୂଜା ବାଢ଼ିଲେ ସେସବୁକୁ ଏବେ ପାଣି ଛଡ଼େଇ ଦେବେ। ଏବେ ଆମେ ବହି ବୋଲିବା, ମାଙ୍କ ତୁସ୍ତି ପଢ଼ିବା ଆଉ ଗଣେଶଙ୍କ ତୁସ୍ତି ପଢ଼ିବା। ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ, ତେଣୁ ଗଣେଶଙ୍କୁ ମାଙ୍କୁ ଛୁଆଇ ପ୍ରଥମେ ଗଣେଶଙ୍କ ତୁସ୍ତି ବର୍ଣ୍ଣନା କରିବେ। ପ୍ରଥମେ ଗଣେଶ ତୁସ୍ତି ପାଠ କରିବା। ଜୟ ଜୟ ଗଣନାଥ ଗୌରୀ ନନ୍ଦନ, ଜୟ ଜୟ ଲମ୍ବୋଦର ଗଜେନ୍ଦ୍ର ବଦନ, ତୋହର ଚରଣ ତଳେ ଗଲି ମୁଁ ଶରଣ। ଏବେ ମାଙ୍କ ତୁସ୍ତି ମଧ୍ୟ ପାଠ କରିବା। ଶ୍ରୀ ଦୁର୍ଗା ତୁସ୍ତି। ଶ୍ରୀ ଦୁର୍ଗାଙ୍କୁ ପ୍ରାର୍ଥନା ମୁଁ ଜଣାଏ ଅନ୍ତରାଏ, ଜୟ ତୁ ଦୁର୍ଗା ମାଙ୍କ ଅନାଦି ସିଦ୍ଧକାଏ। ଜୟ ଭଗବତୀ ମାଗ ଫେଡ଼ ଦୁର୍ଗତି, ଆଶ୍ରା ଦେଇ ପାଦ ତଳେ ଦିଅ ସଦଗତି। ଏହି ପୂଜାରେ ତୁସ୍ତି ପଢ଼ିଲା ପରେ ଦୁର୍ଗା କବଚ କିମ୍ବା ଦୁର୍ଗା ସହସ୍ର ନାମ ଯାହା କିଛି ପଢ଼ିପାରିବେ। ଏବେ ମାଙ୍କ ପାଖରେ ଆଳତି କରି ପୂଜା ସମାପ୍ତି କରିବେ।
ପ୍ରତି ଶାନ୍ତି ହେଲା ପରେ ପାଣି ଟିକେ ଦେବେ। ଏବେ ଏଇ ସବୁ ଭୋଗକୁ କନ୍ୟାମାନଙ୍କୁ ବାଣ୍ଟି ପାରିବେ। ଆଉ ଘରେ ରଖିଥିବେ ପୁରୀ ସମସ୍ତ ପିଲାମାନଙ୍କୁ ବାଣ୍ଟିବେ। ଏବେ ମାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବେ। ପ୍ରଣାମ କରି ପୂଜା ସମାପ୍ତି କରିବେ। ଏହିପରି ଭାବେ ଆପଣମାନେ ମଧ୍ୟ ପୂଜା କରିପାରିବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ମଧ୍ୟ କରିବେ। ରହିଲି, ନମସ୍କାର।